ନାମ କ'ଣ? ନାମ ମୋର ହେଉଛି ମଣି ଦେହୁରୀ ଆଉ ଆମ ଘର ହେଉଛି ଘୋଡ଼ାଟିଆ। ଘୋଡ଼ାଡିଆ ନା ଅସନ ବଣିଆ? ନାଇଁ ଆମର ଘୋଡ଼ାଟିଆରେ ହେଲେ ଅସନମଣିଆରେ ରହୁଛୁ, ହେଲେ ଆମ ଘର ଆକ୍ଚୁଆଲି ଘୋଡ଼ାଟିଆ। ଘୋଡ଼ାଡିଆ। ଆଚ୍ଛା ତମେ ଯୋଉ ଲକ୍ଷ୍ମୀ ଦେହୁରୀଙ୍କୁ ଚିହ୍ନିଛ? ହଁ ଚିହ୍ନିଛି, ସେ ମୋର ଲକ୍ଷ୍ମୀ ଦେହୁରୀ ତମର କ'ଣ ହେବେ? ଭାଉଜ। ଆଚ୍ଛା ତମ ଭାଇ ମାନେ ତମ ଲକ୍ଷ୍ମୀ ଦେହୁରୀଙ୍କ ସ୍ୱାମୀ? ସିଏ ବର୍ଷେ ହେଲା ଏକ୍ସପାୟାର୍ଡ କରିଗଲେ। ବର୍ଷେ ମାନେ ପୁରା କନଫର୍ମ ଗୋଟେ ବର୍ଷ ହେଲାଣି ଏକ୍ସପାୟାର୍ଡ କରିଛନ୍ତି? ହଁ ପୁରା ବର୍ଷେ। ଆଁ ହଁ ଆଚ୍ଛା ତମ ଭାଇଙ୍କର କେତେ ପିଲାପିଲି? ଭାଇଙ୍କର ପୁଅ ଦୁଇଟା। ପୁଅ ଦିଟା। ବଡ଼ ପୁଅକୁ କେତେ ବର୍ଷ? ବଡ଼ ପୁଅକୁ 5 ବର୍ଷ, ସାନ ପୁଅକୁ ସେଇ 3 ବର୍ଷ କି 2.5 ବର୍ଷ। ଆଚ୍ଛା ତାଙ୍କ ବିଷୟରେ ତମେ କିଛି ଖବର ରଖିଛ? ନାଇଁ ସିଏ ଆଗରୁ ଥିଲେ, ଯେତେବେଳେ ମୋ ଭାଇ ଏକ୍ସପାୟାର୍ଡ କରିଗଲେ ତାପରେ ସିଏ ଏଠୁ କୁଆଡ଼େ ପଳେଇଲେ। କାହିଁକି ନା ତାଙ୍କ ବଡ଼ ପୁଅ ଯିଏ ହୁଁ ସିଏ ତାକୁ ଆମେ ଯେଉଁ ରଖିଲୁ, ତାପରେ ଏଠୁ ସିଏ ରାଗିକିନି ପଳେଇଲେ, କହିଲେ ଦିଅ ମୋ ପୁଅକୁ, ନହେଲେ ନାହିଁ। ଆଚ୍ଛା ବର୍ତ୍ତମାନ ସେ କୋଉଠି ଅଛନ୍ତି, କ'ଣ କରୁଛନ୍ତି, କିଛି ସେ ବିଷୟରେ କିଛି ସମ୍ୟକ ମାନେ କିଛି ସୂଚନା ପାଇଛ? ନାଇଁ କିଛି। ସୂଚନା ପାଇନ। କେତେ ଦିନ ହେଲାଣି ସେ ଗଲେଣି, କେତେ ଦିନ ହେଲାଣି ବାହାରେ ବୁଲୁଛନ୍ତି? ମୋ ଭାଇ ଯେବେଠୁ ମରିଛନ୍ତି ସେ ସେବେଠୁ ଯାଇଛନ୍ତି, ବର୍ଷେ ହେଲା ଆଜିଠୁ। ପୁରା ପରଫେକ୍ଟ ବର୍ଷେ। ଆଚ୍ଛା ବର୍ଷେ ମତେ କହିପାରିବ କୋଉ ମାସରେ ମରିଥିଲେ, କେବେ ମରିଥିଲେ? ସେଟା ଏତେ ମୋର ମନେ ନାହିଁ, ହେଲେ ବର୍ଷେ ହେଇଗଲା। ବର୍ଷେ ହେଇଗଲାଣି ମାନେ କୋଉ ମାସରେ ମରିଥିଲେ? କୋଉଠି କୋଉଠି ତମ ଘରେ ମରିଥିଲେ? ହଁ ଘରେ। କାରଣ କ'ଣ ମରିବାର? ଦଣ୍ଡିସି ହେଇଥିଲା, ତାପରେ ସେ ଗଞ୍ଜେଇ ଖାଆନ୍ତି ଟିକେ, ଦଣ୍ଡିସି ହେଇଥିଲା, ଗଞ୍ଜେଇ ଖାଇଦେଲେ ଯୋଉ ଲିଭର କାମ ଏକ୍ସପାୟାର୍ଡ। ଆଚ୍ଛା ତମ ଭାଉଜ ବଞ୍ଚିଛନ୍ତି ବୋଲି ଜାଣିଛ ନା ନାଇଁ? ହଁ ଜାଣିଛି। ଆଚ୍ଛା କୋଉଠି ରହୁଛନ୍ତି? ସେଟା ଜାଣିନି। ସେ ବଞ୍ଚିଛନ୍ତି ବୋଲି କେମିତି ଜାଣିଲ? ଦେଖୁଛନ୍ତି ବଜାରରେ, ମୁଁ ବି ବଜାର ଗଲେ ଦେଖୁଛି, ଆମ ବଜାରରେ ନହେଲେ ନାହିଁ ଆମ ଯେଉଁ ଛକ ପାଖରେ। ଦେଖୁଛ? ହଁ କେବେ ତାଙ୍କୁ ଡାକିକିନା ତମ ଘରକୁ ନେବା ପାଇଁ ଚାହିଁନ? ଡାକିବାରେ ସେମିତି ଡାକନ୍ତି, ମୋ ବାପା ହାଙ୍କା ଯେତେବେଳେ ଯାଆନ୍ତି କି ମା ହାଙ୍କା ଦେଖନ୍ତି, ହଁ ଆସ ଘରକୁ, ଯେହେତୁ ବୋହୁ ଡାକନ୍ତି, ହଁ। ତାଙ୍କର ହେଲେ ଶୁଣିବାର। ଆଚ୍ଛା ଆମେ ଶୁଣିବାକୁ ପାଉଛୁ ଯେ ସେ ଛୋଟ ଜାତିର ବୋଲି ତମେ ତାଙ୍କୁ ଘରେ ରଖେଇ ଦିଅନି, ଏଇଟା କ'ଣ ସତ? 5 ବର୍ଷ ତା ବଡ଼ ପୁଅକୁ, ହଁ। ତା ଭିତରେ ସିଏ ଆସିକିନି ଘରେ ନେଇଥିଲା। ହୁଁ। ମୋ ଭାଇ ଯେବେ ଏକ୍ସପାୟାର୍ଡ କରିଗଲା ସେବେଠୁନି ସେ ବାହାରିକିନି। ଆଚ୍ଛା ସେ ତମ ଭାଉଜଙ୍କ ଘର କୋଉଠି, ମାନେ ତାଙ୍କ ବାପ ଘର କୋଉଠି? ସେଟା ମୁଁ କହିପାରେ। ସେଟା କହିପାରିବନି। ତମ ଭାଇ ମାନେ କେତେ ବର୍ଷ ହେଲାଣି ତାଙ୍କୁ ବାହାଘର ତାଙ୍କର ହେଇଥିଲା? ବାହାଘର ଫାଷ୍ଟ କରୁଣା, ଫାଷ୍ଟ ଯେଉଁ ଆମର କରୁଣା ଚାଲିଲା, ଫାଷ୍ଟ କରୁଣାରେ କୋଭିଡ଼ରେ ସେ ଆସିଥିଲେ, ଆମର ରହିଥିଲେ ପଞ୍ଚାୟତରେ, ହଁ ବାହାରେ ଥିଲେ। ହଁ। ବାହାଘର ତାମାନେ ସେଦିନ। ପାଖାପାଖି ପାଞ୍ଚ ବର୍ଷ ହେଇଯିବ। ହଁ 5-6 ବର୍ଷ। 5-6 ବର୍ଷ ପାଖାପାଖି, 4-5 ବର୍ଷ ହେଇଯିବ ନାଇଁ କି? ହଁ ଆଚ୍ଛା ତାଙ୍କର ତାମାନେ ତିନିଟା ପୁଅ, ତିନିଟା ଯୋଉ ଦିଟା ପୁଅ। ତମ ପାଖରେ ଗୋଟେ ପୁଅ ଅଛି 5 ବର୍ଷର, ତା ନାଁ କ'ଣ? ତା ନାଁ ହେଉଛି କରୁଣା। କରୁଣା। କରୁଣା ଦେହୁରୀ। କରୁଣା ଦେହୁରୀ। ଆଉ ସାନ ପୁଅ ନାଁ କ'ଣ ଜାଣିଛ? ନାଇଁ ତାଙ୍କ ନାଁ ଜାଣିନି। ସାନ ପୁଅ ନାଁ କିଏ ଦେଇଛି? ସାନ ପୁଅ ନାଁ ମୁଁ କହିପାରିବି। ଆଚ୍ଛା ସେ ଯୋଉ ମହିଳାଙ୍କର ମାନେ ଯୋଉ ତମ ଭାଉଜଙ୍କର କିଛି ପରିଚୟ ପତ୍ର ଅଛି, ଆଧାର କାର୍ଡ? କିଛି ନାହିଁ। ଆଧାର କାର୍ଡ କିଛି ନାହିଁ? ତମର ଆଧାର କାର୍ଡ ଅଛି? ହଁ ଘରେ ସମସ୍ତଙ୍କର ଆଧାର କାର୍ଡ ଅଛି? ତାର କେମିତି ଆଧାର କାର୍ଡ ହେଇନି? ତମ ଭାଇଙ୍କର ଆଧାର କାର୍ଡ ଅଛି? ନାଇଁ। ତମ ଭାଇଙ୍କର ବି ଆଧାର କାର୍ଡ ହେଇନି? ନାଇଁ। ଆଚ୍ଛା ପରିଚୟ ପତ୍ର ବି ନାହିଁ ନାଇଁ କି? ତମେ ତାମାନେ ବର୍ତ୍ତମାନ ହଉଛି କୋଉଠି ରହୁଛ, କୋଉଠି? ଗାଁରେ। ଗାଁ ମାନେ କୋଉଠି ଗାଁ? ଘୋଡ଼ାଟି। ଘୋଡ଼ାଡିଆଁ। ଘୋଡ଼ାଡିଆଁରେ ରହୁଛ ନା ଅସନ ବଣିଆରେ ରହୁଛ? ସେଟା ଆମର ଅସନ ବଣିଆରେ ବି ଯାଉନାହିଁ, ହେଲେ ଘୋଡ଼ାଟିଆରେ ଆମର ଯାଉଛି। ଆଚ୍ଛା ତମର ଏଟା କୋଉ ପଞ୍ଚାୟତରେ ଯାଉଛି କହିଲ? ଦଣ୍ଡିରେ। ଦଣ୍ଡି ପଞ୍ଚାୟତ। ତମ ଦଣ୍ଡି ପଞ୍ଚାୟତର ସରପଞ୍ଚ କିଏ? ସରପଞ୍ଚ ଅଛନ୍ତି, ତାଙ୍କ ନାଁଟା ମନେ। ବ୍ରଜ ଭାଇ? ହଁ ହଁ ଗୋରା ହେଇକି? ହଁ ହଁ ବ୍ରଜ ଭାଇ ଗୋଡ଼ାଡିଆଁରେ ତାଙ୍କ ହଁ ଘର? ହଁ ଘୋଡ଼ାଟି। ହଁ ତମେ ତାଙ୍କୁ ସେ ବିଷୟରେ କିଛି ଜଣେଇଛ ତ? ହଁ ସିଏ ଆସିଥିଲେ ଯେତେବେଳେ ମୋ ଭାଇ ଚାଲିଗଲେ, ହୁଁ ସିଏ ଆସିଥିଲେ, ଏଠୁ କହିଲେ ଯେ ସେ ତା ବଡ଼ ପୁଅକୁ ନେବା ପାଇଁ ଚାହୁଁଥିଲା। ସରପଞ୍ଚ ଆମର ଆସିକିନି ହେଠୁ ତାକୁ ବୁଝାସୁଝା କରିକି, ନାହିଁ ବଡ଼ ପୁଅଟା ଥାଉ, ହୁଁ ଆଉ ତୁ ସାନଟାକୁ ଯଦି ଧରି ରଖିଥା ତୋ ପାଖରେ, ଆଉ ବଡ଼ଟା ତ ଏଠି ରହିବ, ପାଠ ପଢ଼ିବ, ଖାଇବ, ଅଙ୍ଗନବାଡ଼ି ଯାଉଛି, ଆଉ ତା ଜେଜେ ବାପା ଜେଜେ ମା ଅଛନ୍ତି, ତାକୁ ଏଠି ରଖିଛନ୍ତି, ରଖିବେ ବୋଲି। ଆଉ ଆଚ୍ଛା ସିଏ ତମେ ସବୁ କେତେ ଭାଇ? ସିଏ ତାଙ୍କ ସ୍ୱାମୀଙ୍କ ନାଁ କ'ଣ ଥିଲା? ତାଙ୍କ ସ୍ୱାମୀଙ୍କ ନାଁ ଗଣେଶ ଦେହୁରୀ। ଗଣେଶ ଦେହୁରୀ।
ତୁମ ନାଁ କ'ଣ? ମୋ ନାଁ ମଣି ଦେହୁରୀ। ମଣି ଦେହୁରୀ। ତମେ କେତେ ଭାଇ? ଆମେ 3। ତମେ କ'ଣ ମଝିଆ? ମୁଁ ମଝି। ସାନ କିଏ? ସାନ ସେ ଅଛନ୍ତି ବାହାରେ ଅଛି। ସେ କ'ଣ କରୁଛି? ତା ନାଁ କ'ଣ? ତା ନାଁ କାମ କରୁଛି ଚଣି ଦେହୁରୀ। ଚଣି ଦେହୁରୀ। ସିଏ କ'ଣ ବାହାଘର ହେଇଛି? ନାଇଁ। ତମେ ବାହାଘର ହେଇଛ? ହଁ। ତମର ପିଲାପିଲି କେତେ? ମୋର ଝିଅ ଗୋଟେ। ଆଚ୍ଛା, ତମେ ବାପା ମାଙ୍କ ପାଖରେ ଅଛ? ହଁ। ବାପା ମା କହୁନାହାନ୍ତି ଯେ ସେ ବୋହୂକୁ ଆଣିକି ରଖିବା ପାଇଁ? ସେଟା ଯେତେବେଳେ ମୋ ଭାଇ ଚାଲିଗଲା ସେତେବେଳୁ କୁହା ହେଉଛି ଯେ ଦିଅ ତମର ସବୁ ଆଧାର କାର୍ଡ଼ କରିଦେବୁ। ଆମ ସରପଞ୍ଚ ବି କହିଲେ ତମର ଆଧାର କାର୍ଡ଼ କରିଦେବୁ, ସବୁ କରିଦେବୁ, ତମର ବିଧବା ଭତ୍ତା କରିଦେବୁ, ତମର ଏଇଟା କହିଲେ ଘର ବନେଇଦେବୁ ସରକାର ତରଫରୁ। ସିଏ ତାର ଟୋଟାଲି ଇଚ୍ଛାରେ ମୋର ସରକାର ଧନ ଖାଇବାର ନାହିଁ କି ଏଠି ରହିବାର ନାହିଁ। ସିଏ ତାର ତା ସାନ ପୁଅକୁ ଧରିକିନି ପଳେଇ। ଆଚ୍ଛା, ଆମେ ଶୁଣିବାକୁ ପାଉଛୁ ଯେ ବର୍ତ୍ତମାନ ତମ ଭାଇ ଯଦି 1 ବର୍ଷ ହେଲାଣି ଏକ୍ସପାୟାର୍ଡ କରିଛନ୍ତି, ଆମେ ଶୁଣିବାକୁ ପାଉଛୁ ଯେ ବର୍ତ୍ତମାନ ତମ ଭାଉଜ ହେଉଛି 6 ମାସର ଅନ୍ତଃସତ୍ତ୍ୱା, ପେଟରେ ଗୋଟେ ଛୁଆ ଅଛି। ତା ବିଷୟରେ ଆପଣ କିଛି ଅବଗତ ଅଛନ୍ତି, ଜାଣିଛନ୍ତି? ନା। ହାଁ? କାହିଁକି ନା ମୋ ଭାଇ ତ ଚାଲିଗଲେନି ବର୍ଷେ ହେଲା। ସିଏ 6 ମାସର କ'ଣ ଆପଣ ତାକୁ ଦେଖୁଛନ୍ତି କିନ୍ତୁ କେବେ ଜାଣିନାହାନ୍ତି ଯେ ସେ ଆକ୍ଚୁଆଲି 6 ମାସର ଗର୍ଭବତୀ ଅଛନ୍ତି ବୋଲି? ନା। ହାଁ? ମୁଁ ଦେଖିବାରେ ମୋତେ 3 ମାସ ପାଖାପାଖି ହେଇଗଲାଣି। କାହିଁକିନା ମୁଁ ବି ବାହାରେ ରହୁଛି କାମ କଲି। କେତେବେଳେ କେମିତି ବାହାରେ ମାନେ କୋଉଠି? କଟକରେ ରହୁଛି। ବର୍ତ୍ତମାନ କ'ଣ କରୁଛ? ବର୍ତ୍ତମାନ କାମ କରୁଛି। କୋଉଠି କାମ କରୁଛ? କଟକରେ କାମ କରୁଛି। ଗାଁରେ କ'ଣ କରୁଛ ଏବେ? ଗାଁରେ ମୁଁ ଆସିଛି ଏଇ 2 ଦିନ ହେଲା। ହଁ। ଏଇଠି 2 ଦିନ କାମ କରିକିନି ଫେର ପଳେଇବି କଟକ। 2 ଦିନ ପୁଣି କଟକ ପଳେଇବ। ଆଚ୍ଛା, ବାପା ମା କେମିତି ଅଛନ୍ତି? ବାପା ମା ଭଲ ଅଛି। ସେମାନେ ଚଳୁଛନ୍ତି କେମିତି? ତମେମାନେ ସବୁ ରୋଜଗାର କରି ତାଙ୍କୁ ଖାଇବାକୁ ଦେଉଛ? ହଁ, ରୋଜଗାର କରିକି ବାପା ବି କାମ କରୁଛନ୍ତି। ବାପା କ'ଣ କରନ୍ତି? ବାପା ମୋ ସାଥିରେ ଅଛନ୍ତି କଟକରେ। ବାପା କଟକରେ କ'ଣ ସବୁ କଟକରେ କାମ କରୁଛ ତମେ? କଟକରେ ଆମେ ସବୁ କୋଇଲା ମାନେ ଢାବା ଲେବର କାମ ସବୁ କରୁଛ, କୋଇଲା ଇଏ ନାଇଁ କି? ବାପାଙ୍କୁ କେତେ ବର୍ଷ? ବାପାକୁ 60-65 ବର୍ଷରେ ବି ସେ ଖଟୁଛନ୍ତି? ନାଇଁ, 60-65 ହେବନି, ଏତେ ନାହିଁ। ମାଙ୍କୁ କେତେ ବର୍ଷ? ମୁଁ ସେଟା ଆଉ କହିପାରିବି, ବୟସଟା କହିପାରିବି। ଆଚ୍ଛା, ହଉ।